समस्त को नमस्कार मो अविनाश कौच सूची अभी ब्लॉग रे आपण मानक स्वागत करुच्ची। शताब्दी बाप्टिस्ट मंडली नारायणपुर ठारे ए बाप्टिस्ट अधीन रे थिबा गंडाहाती बुड़ताल सिंह घोरणी धुर्जनगर आशीर्वाद नगर गोलागा बोमिका एवं नाजीपदर यही शाखा समाजर अनेक विश्वासनी भाई भूणी मैंने चालक चालिका आम मंडली तथा शताब्दी बाप्टिस्ट नारायणपुर ठारे अनुष्ठित होता गुरुवार दिन प्रभुभोज कार्यक्रम आहार एक सुंदर भिडियो मुझे उपस्थापन करुच्ची। दयाकोरी समस्ते आरंभ शेष पर्यंत देखा अनुरोध करुच्ची। लाइक करेंगे, शेयर करेंगे। धन्यवाद। धन्यवाद। आमने प्रभु को चरण तले समय समर्पित हवा अनुरोध करी समस्ते मुख खुली प्रार्थना निधि तार अंतर्दृष्टा मुक्ति दाता जीशु मेहमान तब चरण शरण इत्यादि यही तो गान करवा
ନିଜ ନିଜ ସ୍ଥାନରେ ବସିବା। ଆମେ ଅଧ୍ୟୟନ କରିବା, ସମସ୍ତେ ଖୋଲିବା ଫିଲିପିଓ ପୁସ୍ତକ ତାର 2 ଅଧ୍ୟାୟ 5 ପଦରୁ 11 ପଦ ଯାଏ ମୁଁ ପାଠ କରିବି। ସମସ୍ତେ ଅଂଶ ପ୍ରତି ମନୋଯୋଗୀ ହେବେ। ଫିଲିପିଓ 2 ଅଧ୍ୟାୟ ତାର 5 ପଦରୁ 11 ପଦ ଯାଏ ମୁଁ ପାଠ କରିବି। ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା ତୁମ୍ଭମାନଙ୍କର ସେହିପରି ମନ ହେଉ। ସେ ଈଶ୍ୱର ରୂପୀ ହେଲେ ହିଁ ଈଶ୍ୱରଙ୍କ ସହିତ ସମାନ ହୋଇ ରହିବା ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ, କିନ୍ତୁ ମନୁଷ୍ୟ ସଦୃଶ୍ୟ ହୋଇ ଦାସ ରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ। ପୁଣି ମନୁଷ୍ୟ ଭାବରେ ଦେଖାଯାଇ ମୃତ୍ୟୁ ପର୍ଯ୍ୟନ୍ତ କୃଷ୍ଣ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ଆପଣାକୁ ଅବନତ କଲେ। ଏହି କାରଣରୁ ଈଶ୍ୱର ତାହାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି। ପୁଣି ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି, ଯେପରି ସ୍ୱର୍ଗ ମଧ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଜାତ ଯୀଶୁଙ୍କ ନାମରେ ନତ ହେବ। ପୁଣି ପିତା ଈଶ୍ୱରଙ୍କ ଗୌରବ ନିମନ୍ତେ ପ୍ରତ୍ୟେକ ଜିହ୍ବା ଖ୍ରୀଷ୍ଟ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରଭୁ ବୋଲି ସ୍ୱୀକାର କରିବ। ପ୍ରଭୁ ଏ ସ୍ପଷ୍ଟ ବାକ୍ୟରେ ଶ୍ରବଣରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ହାଲେଲୁୟା। ଜୋରେ ସମସ୍ତେ କହିବା ହାଲେଲୁୟା। ଧନ୍ୟବାଦ। ଆମେ ଏହି ସମୟରେ ବିଜ୍ଞାପନ ଆଦି କାର୍ଯ୍ୟକ୍ରମ କରିବା। ମଦତ କରିବି ମଣ୍ଡଳୀର ସମ୍ପାଦକ ବିଜ୍ଞାପନ ଦେବେ। ମାତ୍ର ଚାହୁଁଛୁ ଅନ୍ୟମାନେ ଦୟାକରି ଆପଣ ଆସନ୍ତୁ। ଗୋଟେ ଜାଗା ଅଛି ଉପରେ ଉପସ୍ଥିତ ସମ୍ମାନୀୟ ପାଳକ ମଣ୍ଡଳୀଙ୍କୁ ପ୍ରେମ ନମସ୍କାର ଜଣାଇ ନମସ୍କାର। ତତ୍ସଙ୍ଗେ ବିକନ୍ଦୟ ସହ ସମ୍ପାଦକ କୋଷାଧ୍ୟଗଣ ପ୍ରତ୍ୟେକ ସମିତିର କର୍ମକର୍ତ୍ତା ତଥା ଯୁବକ ସମିତି, ମହିଳା ସମିତି, ସନ୍ଦେଶ ସ୍କୁଲ ସମିତି, ଏଥିକାଳ ସଦସ୍ୟଗଣ ଓ ପ୍ରାଚୀନଗଣ, ଚାଉଳ ଆଦାୟକାରୀଗଣ, ଆଦିତ୍ୟ ସରକାର କମିଟି, ସମୀକ୍ଷକଗଣ ଓ ସମାଜରେ ଆସୁଥିବା ଚାଳକ ପ୍ରଚାରକ ବିଶ୍ୱାସୀ ବିଶ୍ୱାସୀମାନଙ୍କୁ ପ୍ରଭୁ ଯୀଶୁଙ୍କ ଚରଣ ତଳେ ବସିଥିବା ମୋର ପ୍ରିୟ ବାପା ମା ଭାଇ ଭଉଣୀ ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମ ନମସ୍କାର ଜଣାଏ ନମସ୍କାର। ଆସନ୍ତୁ ଆମେ ବିଜ୍ଞାପନ ମାଧ୍ୟମରେ ଅବଗତି ଶୁଣିବାକୁ ଯିବା। ଆଜିର ଏଠି ଦୁଃଖ ଭୋଗ ପର୍ବର ପ୍ରାରମ୍ଭିକ ଉପାସନା ପାଳକ ମହୋଦୟ ସମାପ୍ତ କରିଅଛନ୍ତି। ପରବର୍ତ୍ତୀ କାର୍ଯ୍ୟକ୍ରମ ମଧ୍ୟ ପରିଚାଳନା କରିନେବେ। ଏହି ଦୁଃଖ ଭୋଗ ପର୍ବର ବାକ୍ୟ ପରିଚାଳନା କରିବେ ମାତୃମଣ୍ଡଳୀର ସମ୍ମାନୀୟ ପାଳକ ମହାଶୟ। ଆସନ୍ତାକାଲି ଯୀଶୁଙ୍କ ଦୁଃଖ ଭୋଗ ପର୍ବର ପ୍ରଥମ ଶୁକ୍ରବାର ଉପାସନା 9 ଘଣ୍ଟା ସମୟରେ ପ୍ରାରମ୍ଭ କରାଯିବ। ମଣ୍ଡଳୀର ପ୍ରତ୍ୟେକ ବିଶ୍ୱାସୀ ବିଶ୍ୱାସିନୀ ଭାଇ ଭଉଣୀମାନେ ଶୀଘ୍ର ଆସିବା ପାଇଁ ଚେଷ୍ଟା କରିବେ। ପ୍ରଭୁ ଭୋଜ ଶେଷ ଉପାସନା ପରେ ଖାଦ୍ୟର ପ୍ରସ୍ତୁତି କରାଯାଇଅଛି। ମଣ୍ଡଳୀର ପ୍ରଭୁ ଭୋଜ ଅଂଶଗ୍ରହଣ କରିଥିବା ଦାସଦାସୀଗଣ ଓ ବିଭିନ୍ନ ସଭ୍ୟସଭ୍ୟା ଆନନ୍ଦିତ ସମାଜମାନଙ୍କର ବିଶ୍ୱାସୀ ବିଶ୍ୱାସୀଗଣ ଖାଦ୍ୟ ଭୋଜ ଗ୍ରହଣ କରିଯିବେ। ନିଜର ସମାଜକୁ ଗସ୍ତ କରିବା ସମୟରେ ସମାଜ ଚାଳକ କିମ୍ବା ପ୍ରଚାରକଗଣ ସମ୍ବାଦ ସହିତ ଯୋଗାଯୋଗ କରିବେ। ବିଜ୍ଞାପନ କେବଳ ଏତିକି ମଧ୍ୟ ଅବଶିଷ୍ଟ କାର୍ଯ୍ୟ ମଣ୍ଡଳୀର ପାଳକ ପରିଚାଳନା କରିନେବେ। ଧନ୍ୟବାଦ। ପୁନର୍ବାର ଉପସ୍ଥିତ ପ୍ରତ୍ୟେକଙ୍କୁ ମୋର ଆନ୍ତରିକ ନମସ୍କାର। ଆସନ୍ତୁ ଯେଉଁମାନେ ପ୍ରାର୍ଥନା ଅନୁରୋଧ ଦାନ ଦେଇଅଛନ୍ତି ସେମାନଙ୍କ ନାମ ପଢ଼ିବେ। ବିରାଜିନୀ ସାମୁ ତାଙ୍କ ସାନ ପୁଅର ଶରୀର ଅସୁସ୍ଥ ଅଛି, ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ପ୍ରାର୍ଥନା ଚାହିଁଛନ୍ତି, 20 ଟଙ୍କା ଦେଇଛନ୍ତି। ଟଟା କୁମଡ଼ା ଚିନ୍ଦାମା ତାଙ୍କ ପରିବାର ନିମନ୍ତେ ପ୍ରାର୍ଥନା ଚାହିଁଛନ୍ତି, 100 ଟଙ୍କା ଦେଇଛନ୍ତି। ଟଟା କୁମଡ଼ା ଆଞ୍ଜଲି ସେ ମା ପରିବାର ସହ ବାହାରେ କାର୍ଯ୍ୟ କରନ୍ତି, ଆମର ସୁରକ୍ଷା ନିମନ୍ତେ ପ୍ରାର୍ଥନା ଚାହିଁଛନ୍ତି, 100 ଟଙ୍କା ଦେଇଛନ୍ତି। ପ୍ରତ୍ୟେକ ପରିବାର ନିମନ୍ତେ ପାଳକ ମହାଶୟ ପ୍ରାର୍ଥନାରେ ସ୍ମରଣ କରିବେ। ଏତିକି ମାତ୍ର। ଧନ୍ୟବାଦ। ତମାନଙ୍କର ପାରକୁଣ୍ଡି ସ୍ଥିତ ଜ୍ୟୋତ୍ସ୍ନା ଗୁରୁ ଭଉଣୀ ସେ ପ୍ରାର୍ଥନା ଚାହିଁ 500 ଟଙ୍କା ଦେଇଛନ୍ତି। ବିଶେଷ କରି ଏ 500 ଟଙ୍କାର ନୈବେଦ୍ୟ ସେ ଆଜିର
ଏହି ପ୍ରପୋଜ କାର୍ଯ୍ୟକ୍ରମ ଯେଉଁ ବ୍ୟାଖ୍ୟା ରସ ବ୍ୟବହାର କରାଯାଉଛି ଆଉ ତାହା ନିମନ୍ତେ 500 ଟଙ୍କା ଦେଇଛନ୍ତି। ଗଣ୍ଠାତିର ଯୋଜନା କରିବା ନିମନ୍ତେ ଏବଂ ତାଙ୍କ ପିଲାମାନଙ୍କର ପାଠ ପଢ଼ା ନିମନ୍ତେ ପ୍ରାର୍ଥନା ଯାଇଛନ୍ତି ଏବଂ ଭୂମିକାର ଯୋଜନା ପ୍ରାର୍ଥନା ଯାଇଛନ୍ତି ସେ ପରିବାର ନିମନ୍ତେ ମଧ୍ୟ ପ୍ରାର୍ଥନା ସ୍ମରଣ କରିବେ। ଧନ୍ୟବାଦ। ଆମେ ଏହି ସମ୍ମିଳିତ ନୈବେଦ୍ୟ ଉତ୍ସର୍ଗ କରିବା। ମୁଁ ଏହି ସମୟରେ ଅନୁରୋଧ କରିବି ଆମର ଗଣ୍ଠାତି ଶାଖା ମଣ୍ଡଳୀର ଚାଳକ ସେ ଏହି ନୈବେଦ୍ୟ ଉତ୍ସର୍ଗ କରିବେ। ଯେତେକ ଆଉ ପ୍ରମୁଖ ଦାସଦାସୀମାନେ ପ୍ରାର୍ଥନା କାମନା କରୁଛନ୍ତି ଆଉ ସେମାନଙ୍କ ପାଇଁ ସେମାନଙ୍କର ଆଶୀର୍ବାଦ ନଗରର ସ୍ୱାଧୀନ ପ୍ରଚାରକ ମହାଶୟ ଅଛନ୍ତି ସେ ଆସିବେ ପ୍ରାର୍ଥନା ଅଛନ୍ତି। ପ୍ରାର୍ଥନା କରିବା। ମଙ୍ଗଳମୟ କରୁଣାମୟ ସଦସ୍ୟ ପିତା ମହାପ୍ରଭୁ ଆମେ ତୁମ ଧନ୍ୟବାଦ ଗୌରବ ଶ୍ରୀକୃଷ୍ଣ କରୁଛୁ ପ୍ରଭୁ ଗତ 2000 ବର୍ଷ ପୂର୍ବେ ଯେ ଜଗତକୁ ଆସିଥିଲ ପ୍ରଭୁ ତୁମେ ନିଜ ଯାତ୍ରା କଲା ପରେ ପ୍ରଭୁ ତୁମର ସୁଖ ଦିନର ପୂର୍ବ ରାତ୍ରି ସମୟରେ ଏ ପ୍ରକାର ଏକ ଛୋଟ କରିଥିଲ ତଦ୍ରୁପ ପ୍ରଭୁ ଆଜି ମାତୃମଣ୍ଡଳୀଙ୍କ ସମ୍ମୁଖରେ ଆମେ ଯେତେ ଶାଖା ମଣ୍ଡଳୀ ସମବେତ ପ୍ରଭୁ ତୁମର ସେହି ମେଘର ଅଂଶ ହେବା ପାଇଁ ଆମେ ଅନୁଗ୍ରହ ଆଶୀର୍ବାଦ ଦାନ କର ତାରି ମାତୃରେ ପ୍ରଭୁ ଆମେ ମାଣ୍ଡଳିକ ଭାବେ ଯେଉଁ ସମସ୍ତ ଲୋକ ଆଦାୟ କରୁଛୁ এই অর্থ নৈবেদ্যକୁ সমর্থন করে প্রার্থনা করছি প্রভু তাহা ତୁମ ରାଜ୍ୟ ଏବଂ ଧାର୍ମିକତା ନିମନ୍ତେ ତାହା ବିନିଯୋଗ ଦେବା ପାଇଁ ଅନୁଗ୍ରହ କର ପ୍ରଭୁ ଏ ଦିନମାନଙ୍କ ମଧ୍ୟରେ ତୁମ ପ୍ରତି ଆମେ ଯେମିତି ପ୍ରଭୁ ନିଜର ମନ ଆଶା ହୃଦୟକୁ ସମର୍ପଣ କରି ଦିନମାନଙ୍କୁ ବଞ୍ଚୁ ପାଇଁ ଦୟା କର ଆଜିର ଏହି ନୈବେଦ୍ୟରେ ମଧ୍ୟ ବା ତୁମ ନିଜରେ ମଧ୍ୟ ଆମେ ସମସ୍ତେ ଯେମିତି ପ୍ରଭୁ ଅନୁଷ୍ଠିତ ନିଜ ନିଜକୁ ତୁମ ସେଗୁଡ଼ିକର ବିଚାର କରି କରିପାରିବେ ଭାଇକି ଦୟା କର ସବୁ ଗୌରବ ମହିମା କଥା ସେଗୁଡ଼ିକ ଦେଇ ଯୀଶୁ ଅର୍ଥାତ୍ ଯୀଶୁ ନାମରେ ସାମର୍ଥ୍ୟ ପବିତ୍ରତା ଆମେନ୍। ଆସନ୍ତୁ ପ୍ରାର୍ଥନା କରିବା। ପ୍ରେମମୟ ସ୍ୱର୍ଗସ୍ଥ ପିତା ଗୌରବ ଆମର ଧନ୍ୟବାଦ କରୁଛୁ ତୁମର ଆମର ପ୍ରଶଂସା କରୁଛୁ ତୁମର ଆମର ଗୁଣାଗାନ କରୁଛୁ ପ୍ରଭୁ ତୁମେ ଧନ୍ୟ କାରଣ ତୁମ ପ୍ରେମ ଅତି ମହାନ ତୁମ ପ୍ରେମ ଅତି ଅମୂଲ୍ୟ ତୁମ ପ୍ରେମ ଅତି ଅତୁଳନୀୟ ଯେଉଁ ପ୍ରେମକୁ କି ତୁଳନା କରାଯାଇପାରିଲା ଯେଉଁ ପ୍ରେମକୁ କି ବର୍ଣ୍ଣନା କରାଯାଇପାରିଲା ଏପରି ତୁମେ ଆମର ପୁଣ୍ୟ ପ୍ରେମ କର ତୁରାନ୍ତ ପ୍ରେମ କର ସେଥିପାଇଁ ତୁମର ଆମର ଧନ୍ୟବାଦ କରୁଛୁ ଗୌରବ କରୁଛୁ ପ୍ରଭୁ ତୁମ ପାଦ ତଳେ ବସିଛୁ ଜାଣିଛ ସେଥିପାଇଁ ତୁମ ପାଦ ତଳେ ପ୍ରାର୍ଥନା କରୁଛୁ ତୁମେ ଯେଉଁ ପ୍ରେମ ପ୍ରକାଶ କର ଆମର ପାଇଁ ଯେଉଁ ହରିତାଳ ମୁକ୍ତ ବିଧିଲ ଏବଂ ଆଗ ବିଷୟରେ ଆପଣଙ୍କର ସର୍ବାଙ୍ଗ ସାରତ ମାରିଲ ସେହି ରକ୍ତରେ ଅନେକର ମୁକ୍ତିର କାରଣ ସେହି ରକ୍ତରେ ଅନେକର ପାପ କ୍ଷମା କାରଣ ସେଥିପାଇଁ ତୁମର ଆମର ଧନ୍ୟବାଦ କରୁଛୁ ଗୌରବ କରୁଛୁ ଏବେ ପ୍ରଭୁ ତୁମ ପାଦ ତଳେ ପ୍ରାର୍ଥନା କରୁଛୁ ଯେଉଁମାନେ ତୁମ ପାଇଁ ନିର୍ଭର କରୁଛନ୍ତି ଯେଉଁ ଭରସା ରଖି ପ୍ରାର୍ଥନା ଚାହିଁଛନ୍ତି ପ୍ରଭୁ ସେମାନେ ତୁମ ପାଦ ତଳେ ସମର୍ପଣ କରୁଛୁ তুমি আরোগ্যকারী পরিশ্বর তুমি সুস্থকারী পরিশ্বর প্রাণ আত্মা সুরক্ষাকারী সমস্ত পরিশ্বর তোমার রক্তের জয় তোমার কৃষ্ণের জয় তোমার কৃষ্ণ আমার জয় রাজা হালেলুয়া হালেলুয়া প্রভু তোমার আমরা ধন্যবাদ করছি প্রভু প্রত্যেক তোমার দিন করো এবং তোমাকে নির্ভর করে প্রার্থনা চাই পারো করো বিশেষ করে তোমাকে মনোবাঞ্ছা পূর্ণ করো পুত্রতা কি ভাগ দিও তুমি সফলকারী গৌরবান্বিত হবো তুমি প্রার্থনা শুনিলা বলি ধন্যবাদ দেই যিশু দ্বারা মাগুছি আমেন। প্রভু অনুগ্রহ করে ଏହି ପବିତ୍ର ସନ୍ଧ୍ୟାରେ ତାଙ୍କ ସାନ୍ନିଧ୍ୟକୁ ଆସିବା ପାଇଁ ସୁନ୍ଦର ଅବକାଶ ଦେଇଛନ୍ତି ସେଥିପାଇଁ ପ୍ରଭୁଙ୍କର ବହୁମୂଲ୍ୟ ନାମର ଗୌରବ ଏହି ସମୟରେ ଅନୁରୋଧ କରିବି ଆମମାନେ ସମସ୍ତେ ପ୍ରଭୁଙ୍କ ଚରଣ ତଳେ 5 ମିନିଟ୍ ପାଇଁ ଉପାସନା କରିବା ଯଦିବା ବର୍ତ୍ତମାନ ଉଭା ହେବା ସମ୍ଭବପର ବିଷୟ ନୁହଁ ତଥାପି ଆମମାନେ ବସି ପ୍ରଭୁଙ୍କର ପ୍ରଶଂସା କରିବା ମୁଁ ଅନୁରୋଧ କରିବି ସମସ୍ତେ गोटे तुरस गान करवा धन्य जीशु धन्य पिता धन्य आत्मा हालेलुया इत्यादि ये गीत समस्ते जानी आगुरी आम गाई आसो समय गान कर प्रभुଙ୍କର प्रशंसा कर आसु समस्ते प्रभुଙ୍କ चरण तले प्रभुଙ୍କର उपासना कर जो परित्राण करता जगत को देवबंध हो आसिले निज जीवन जो आम अभिषेक कले स्तुति कर हालेलुया 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 धन्य पिता समस्ते दस्तक कलम में
ମାନେ ତୁମ ଚରଣ ତଳକୁ ଆସି ତୁମ ସାନ୍ନିଧ୍ୟରେ ସମବେତ ହୋଇ ତୁମରି ନିକଟବର୍ତ୍ତୀ ହେବା ପାଇଁ ଏହି ଅନୁଗ୍ରହର ସମୟ ପାଇଲୁ ବୋଲି ତୁମର ସ୍ତୁତି କରୁଛୁ। ଯୀଶୁଙ୍କ ନାମରେ ପ୍ରାର୍ଥନା କରୁଛୁ। ପ୍ରଭୁ ତୁମେ ଆମମାନଙ୍କୁ ଦୟା କର। ତୁମରି ଅଲୌକିକ ବାକ୍ୟ ଶକ୍ତିଯୁକ୍ତ ବାକ୍ୟ ଯାହା ଏହି ବିଶ୍ୱକୁ ଉତ୍ପନ୍ନ କରିଛି সেই বাক্যর শক্তি তুমি আপনার লোকমানଙ୍କ ମଧ୍ୟରେ প্রকাশ কর। প্রভু যিশু ধন্যবাদ দেউଛୁ তুমি আমাଙ୍କର ପାପର ପ୍ରାୟଶ୍ଚିତ ନିମନ୍ତେ ଜଗତକୁ ଆସି ଆମଙ୍କ ପାଇଁ ପ୍ରଭୁ ତୁମେ କୃଷ ଉପରେ ଆପଣଙ୍କୁ ବଳି ଭାବରେ ଉତ୍ସର୍ଗିତ କରିଛ। ପ୍ରାର୍ଥନା କରୁଛୁ ତୁମେ ଆମମାନଙ୍କର ସହବର୍ତ୍ତୀ ହୁଅ। ଆମମାନେ ତୁମର ଏହି ପବିତ୍ର ବାକ୍ୟ ଧ୍ୟାନ କରିବାକୁ ଆମ ସମସ୍ତଙ୍କୁ ତୁମ ବାକ୍ୟ ଦ୍ୱାରା କଥା ହେବ। ଆମମାନେ ତୁମ ବାକ୍ୟ ଶ୍ରବଣ କରି ତଦନୁସାରେ ଆପଣଙ୍କୁ ଜାଗ୍ରତ କରିବୁ ପ୍ରସ୍ତୁତ କରିବୁ। ସେଥିପାଇଁ ଦୟା ଯେଉଁ ପବିତ୍ର ମେଜ ଆମମାନଙ୍କୁ ଦେଇଅଛ ଯେଉଁ ପବିତ୍ର ମେଜର ଅଂଶ ହେବା ପାଇଁ ଆଜ୍ଞା କରିଅଛ ତାହା ଯେପରି ପ୍ରଭୁ ଆମମାନେ ଗ୍ରହଣ କରିବାକୁ ଯାଉଥିବା ତୁମ ବାକ୍ୟ ଦ୍ୱାରା ଆପଣଙ୍କୁ ପ୍ରସ୍ତୁତ କରିବୁ। ସେଥିପାଇଁ ଦୟା ଧନ୍ୟବାଦ ସ୍ତୁତି ସ୍ତୋତ୍ର ସହ ଯୀଶୁଙ୍କ ବହୁମୂଲ୍ୟ ନାମରେ ଏହି ପ୍ରାର୍ଥନା ଉତ୍ସର୍ଗ କରି পবিত্র ধর্মশাস্ত্রରୁ ଅଧ୍ୟୟନ କରିବି। ପ୍ରଥମ କରନ୍ଥୀୟ 11 ଅଧ୍ୟାୟ 26-28 ପଦ ଏଠି ଲେଖା ଅଛି, କାରଣ ଯେତେ ଥର ତୁମ୍ଭେମାନେ ଏହି ରୋଟି ଭୋଜନ କର ଓ ଏହି ପାନ ପାତ୍ରରୁ ପାନ କର ସେତେ ଥର ତୁମ୍ଭେମାନେ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ତାହାଙ୍କ ମୃତ୍ୟୁ ପ୍ରଚାର କରୁଅଛ। ଅତଏବ ଯେ କେହି ଅଯୋଗ୍ୟ ଭାବରେ ପ୍ରଭୁଙ୍କର ଏହି ରୋଟି ଭୋଜନ କରେ କିମ୍ବା ଏହି ପାତ୍ରରୁ ପାନ କରେ ସେ ପ୍ରଭୁଙ୍କ ଶରୀରର ଓ ରକ୍ତର ଦାୟୀ ହେବ। କିନ୍ତୁ ମନୁଷ୍ୟ ଆପଣଙ୍କୁ ପରୀକ୍ଷା କରୁ ଆଉ ସେହିପରି ଭାବେ ଏହି ରୋଟି ଭୋଜନ କରୁ ଓ ଏହି ପାତ୍ରରୁ ପାନ କରୁ। ପ୍ରଭୁଙ୍କୁ ଧନ୍ୟବାଦ ଦେଉଛୁ। ପ୍ରଭୁ ଦୟା ଅନୁଗ୍ରହ କରି ତାଙ୍କ ଚରଣ ତଳେ ଆମମାନଙ୍କୁ ସମବେତ କରାଇଅଛନ୍ତି। ସେ ଆମମାନଙ୍କୁ ପ୍ରେମ କଲେ, ସର୍ବସୁଖ ତ୍ୟାଗ କରି ଜଗତକୁ ଆସିଲେ ଆଉ ନିଜକୁ ଦାସ ରୂପରେ ପ୍ରକାଶ କରି କୃଷ୍ୟ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାଭୋଗ ହେଲେ। ପୁଣି ଆପଣର ଶରୀରକୁ ଆମମାନଙ୍କର ପାପର ପ୍ରାୟଶ୍ଚିତ ନିମନ୍ତେ ସେ ଉତ୍ସର୍ଗ କଲେ। ସେହି ପରିତ୍ରାଣକର୍ତ୍ତାଙ୍କ ନାମରେ ଆମମାନେ ଏହି ସମୟରେ ତାଙ୍କ ଶରୀରର ନିଦର୍ଶନ ଆଉ ରୋଟିକୁ ଉତ୍ସର୍ଗ କରି ପ୍ରାର୍ଥନା କରିବା। ସମସ୍ତେ ପ୍ରାର୍ଥନାରେ ସହଯୋଗ କରିବା। ସ୍ୱର୍ଗୀୟ ପିତା ଧନ୍ୟବାଦ ଦେଉଛୁ, କାରଣ ତୁମେ ଆମମାନଙ୍କୁ ପ୍ରେମ କର। ମାନେ ନିରୁପାୟ ଅବସ୍ଥାରେ ଥିବା ସମୟରେ ତୁମେ ଆପଣର ପୁତ୍ରଙ୍କୁ ଜଗତକୁ ପ୍ରେରଣ କଲ। ପ୍ରଭୁ ଯୀଶୁ ଧନ୍ୟବାଦ ଦେଉଛୁ, ତୁମେ ଆମମାନଙ୍କର ପାପର ପ୍ରାୟଶ୍ଚିତ ପାଇଁ ଜଗତକୁ ଆସିଲ। ଆମମାନଙ୍କର ପାପର ଭାର ତୁମେ ବହନ କଲ।
अपना शरीर में क्षत विक्षत हेल प्रहारित हेल प्रभु आम दुख भोग कर धन्यवाद दूँ जो शरीर मोर पाप पाई मो परिवार पाप पाई मो मंडली पुणी जगतर मानव जातिर पाप पाई अपना शरीर को उत्सर्ग कर जीशुख्रीष्ट पवित्र शरीर निदर्शन ये रोटी को आम प्रभु उत्सर्ग तुम्हें कहल जे मोर मांस भोजन करे मोर रक्त पान करे ताहाठारे जीवन अच्छे प्रभु ये रोटी तुम्हें जीवन आज्ञा कर धन्यवाद दूँ जीशु नाम प्रार्थना कर तुम्हें आशीर्वाद कर अपना शरीर निदर्शन कर तुम्हें शुचि पवित्र कर माने ग्रहण कर तुम आज्ञा प्रतिपालन कर तुम दुख भोग स्मरण कर तुम वृषपति दृष्टिपात कर तुम मृत्यु प्रचार कर दया कर बोली धन्यवाद स्तुति स्तोत्र सह ख्रीष्ट शरीर निदर्शन ये रोटी को उत्सर्ग कर प्रार्थना कर आमेन। प्रिय बंधुगण शत्रुग्रस्त समर्पित होगा राष्ट्र प्रभु जीशु रोटी खाई धन्यवाद दे खाता भांगी कहले निय एथि भोजन कर यह तुम्भ मान निमंते मोर शरीर मत स्मरण करने निमंते यह यह समय आम दुई जन डिकन सहित आम प्रमुख दास पूजा लोहरा पुणी धोनी शाखा मंडली चालक दुई जन आम बंटन में साहाय्य कर जितेबाला परिचारक बंधु मैंने आप निकट को आसुँच प्रभुंर शरीर को सम्मान दे निज स्थान में ठिया नहीं ग्रहण करेंगे कि आंटुपाती कि बसी भक्ति सह ग्रहण विश्वास करूँ समस्ते ख्रीष्ट शरीर निदर्शन घटी पाई आसु आम ये समय ख्रीष्ट शरीर निदर्शन रोटी आ ग्रहण करने पूर्व शास्त्र अध्ययन कर
କାରଣ ମୁଁ ପ୍ରଭୁଙ୍କ ଠାରୁ ପ୍ରାପ୍ତ ଯେଉଁ ଶିକ୍ଷା ତୁମମାନଙ୍କୁ ପ୍ରଦାନ କରିଅଛି ତାହା ଏହି ଶତ୍ରୁ ହସ୍ତରେ ସମର୍ପିତ ହେବା ରାତ୍ରିରେ ପ୍ରଭୁ ଯୀଶୁ ରୁଟି କିଣି ଧନ୍ୟବାଦ ଦେଇ ତାହା ଭାଙ୍ଗି କହିଲେ, ଏହା ତୁମମାନଙ୍କ ନିମନ୍ତେ ମୋର ଶରୀର, ମୋତେ ସ୍ମରଣ କରିବା ନିମନ୍ତେ ଏହା କର। ପ୍ରଭୁଙ୍କର ଶରୀରର ନିଦର୍ଶନ ରୁଟି କୃଷ୍ଣଙ୍କ ଆଜ୍ଞା ପ୍ରମାଣେ ଆସୁ ସମସ୍ତେ ଭକ୍ତି ସମୟରେ ପ୍ରାର୍ଥନା କରିବା। অনুরোধ করি সমস্তে যে পাইছু দয়াকরি ধর্মশাস্ত্র বাইবেল অধ্যয়ন করা পরে সমস্ত একত্র গ্রহণ করি। সেহিপরি ভোজন উত্তরে সে পানপাত্র মধ্য ঘেনি কহিলে, ଏହି ପାନପାତ୍ର ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ, ତୁମେମାନେ ଯେତେ ଥର ଏଥିରୁ ପାନ କର ସେତେ ଥର ମୋତେ ସ୍ମରଣ କରିବା ନିମନ୍ତେ ଏହା କର। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଏହି ସମୟରେ ଯେତେକ ଈଶ୍ୱରଙ୍କ ରକ୍ତର ନିଦର୍ଶନ ବାକ୍ୟ ପାଇଛୁ ପ୍ରାର୍ଥନା ପୂର୍ବକ ଗ୍ରହଣ କରୁ।